ସମସ୍ତଙ୍କୁ ସାଇରାମ ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ପିତୃମାନଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି କି? ଘରେ ବି ପିତୃମାନଙ୍କର ଆଶୀର୍ବାଦ ପାଇପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ପିତୃପକ୍ଷ ଉପଲକ୍ଷେ ବହୁତ କିଛି ଜାଣିପାରିବେ, ଶିଖିପାରିବେ। ଯଦି ଭିଡ଼ିଓକୁ ଦେଖନ୍ତୁ, ଶୁଣନ୍ତୁ, ପସନ୍ଦ ଆସିବ ହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଶୁଣିବା। ପ୍ରତିବର୍ଷ ପିତୃପକ୍ଷରେ ପିତୃମାନଙ୍କର ଆଶୀର୍ବାଦ ପାଇବା ପାଇଁ, ପିତୃଦୋଷରୁ ମୁକ୍ତି ପାଇବା ପାଇଁ ପରିବାରର ସମସ୍ତେ ପିତୃଶ୍ରାଦ୍ଧ କରିଥାନ୍ତି। ପିତୃପକ୍ଷରେ ଯଦି ପିତୃମାନଙ୍କୁ ଜଳ ଅର୍ପଣ କରିବାକୁ ଚାହୁଁଛନ୍ତି ତାହେଲେ ନିୟମିତ ହିସାବରେ ଜଳ ଅର୍ପଣ କରନ୍ତୁ। ଜଳକୁ ହାତରେ ଧରି ଦକ୍ଷିଣ ଦିଗକୁ ମୁହଁ କରି ଦ୍ୱିପ୍ରହର ସମୟରେ ଜଳ ଅର୍ପଣ କରନ୍ତୁ। ଜଳରେ କଳାରାଶି ମିଶାଇ ହାତରେ କୁଶ ରଖି ଜଳ ଅର୍ପଣ କରନ୍ତୁ। ପୂର୍ବପୁରୁଷଙ୍କ ମୃତ୍ୟୁ ଯେଉଁ ତିଥିରେ ହୋଇଥାଏ ସେହି ତିଥିରେ ହିଁ ଶ୍ରାଦ୍ଧ କରାଯାଇଥାଏ। ଆଉ ଅନ୍ନ ବସ୍ତ୍ର ବ୍ରାହ୍ମଣଙ୍କୁ ଦାନ କରାଯାଇଥାଏ। ଗରିବମାନଙ୍କୁ ଭୋଜନ, ବ୍ରାହ୍ମଣମାନଙ୍କୁ ଭୋଜନ, ଗାଈ, ଗୋରୁ, କୁକୁର, କୁଆ, ପଶୁପକ୍ଷୀମାନଙ୍କୁ ବି ଭୋଜନ ଦେଇ ସନ୍ତୁଷ୍ଟ କରାଯାଇଥାଏ। ଯେଉଁଦିନ ଆପଣ ପିତୃପୁରୁଷଙ୍କର ଶ୍ରାଦ୍ଧ କରିବେ ସେହିଦିନ ସୂର୍ଯ୍ୟୋଦୟ ଆଗରୁ ଉଠି ସ୍ନାନ କରି ସଫା ଲୁଗାବସ୍ତ୍ର ପିନ୍ଧି ପିତୃମାନଙ୍କୁ ପ୍ରଥମେ ଜଳଦାନ କରନ୍ତୁ। ଆଉ ସଂକଳ୍ପ କରନ୍ତୁ, ପିତୃମାନଙ୍କର ଶ୍ରାଦ୍ଧ ସମାପ୍ତ ହେବା ପର୍ଯ୍ୟନ୍ତ କିଛି ବି ଅନ୍ନ ଭୋଜନ କି ସୁସ୍ୱାଦୁ ଖାଦ୍ୟ ଖାଆନ୍ତୁ ନାହିଁ। ଏହି ଶ୍ରାଦ୍ଧ ଦିନର 11:36ରୁ 12:24 ପର୍ଯ୍ୟନ୍ତ ହୋଇଥାଏ। ଏହି ଶ୍ରାଦ୍ଧକୁ ଦକ୍ଷିଣ ଦିଗକୁ ମୁହଁ କରି ଗୋଟିଏ ବାମ ଗୋଡ଼କୁ ମୋଡ଼ି ଭୂମିରେ ବସି ପୂଜା କରାଯାଇଥାଏ। ଚାଉଳ, ଗାଈର ଦୁଧ, ଗଙ୍ଗାଜଳ, ଧଳା ଫୁଲ ଆଉ ହାତରେ କୁଶ ଲଗାଇ ପିତ୍ତଳ ବାସନରେ ଅଙ୍ଗୁଠିକୁ ଠିଆଇ ପିତୃମାନଙ୍କୁ ସ୍ମରଣ କରି ତାଙ୍କୁ ଧ୍ୟାନ କରି 11 ଥର ସେହି ପାତ୍ରରେ ଜଳକୁ ଅର୍ପଣ କରନ୍ତୁ। ପିତୃମାନଙ୍କୁ ପ୍ରସନ୍ନ କରିବା ପାଇଁ ଅଗ୍ନିରେ ଗାଈର ଦୁଧ ଅର୍ପଣ କରନ୍ତୁ। ଆଉ ତାପରେ ଗାଈ, କୁକୁର, କୁଆ, ଚିଟି ସମସ୍ତଙ୍କୁ ଭୋଜନ ଦାନ କରନ୍ତୁ। ବ୍ରାହ୍ମଣମାନଙ୍କୁ ଭୋଜନ କରାଇ ଗରିବମାନଙ୍କୁ ବି ଭୋଜନ କରାନ୍ତୁ। ଆଉ ଦାନ ଦକ୍ଷିଣା ଦେଇ ସମସ୍ତଙ୍କର ଆତ୍ମାକୁ ତୃପ୍ତ କରାନ୍ତୁ। କ୍ଷୀରକୁ ପାୟସ ଅନ୍ନ କହନ୍ତି, ୟାନିକି ପ୍ରଥମ ଭୋଗ କହନ୍ତି। ଦୁଧ ଆଉ ଚାଉଳରେ ତିଆରି ହୋଇଥାଏ। ଏହା ଶରୀର ପାଇଁ ବହୁତ ଭଲ। କେଲା ଆଉ ଅନ୍ନ ଦାନ କଲେ ପିତୃ ପ୍ରସନ୍ନ ହୋଇଥାନ୍ତି, ଆଶୀର୍ବାଦ ଦେଇଥାନ୍ତି। ଭେଣ୍ଡି, ଆଳୁ, ମୂଳା, ପନିପରିବା ଏପରି ପିତୃପକ୍ଷରେ ଦାନ କଲେ ପିତୃଲୋକ ପ୍ରସନ୍ନ ହୋଇଥାନ୍ତି। ଦୁଧ, ଦହି, ଘିଅ, ମହୁ ଏସବୁ ପିତୃମାନଙ୍କର ପ୍ରିୟ ଜିନିଷ। ମଟର, ପନିପରିବା, ସୋରିଷ ଏସବୁ ଭୋଜନ ପିତୃମାନଙ୍କର ପ୍ରିୟ ହୋଇଥାଏ। ପ୍ରକୃତରେ ସତ ଅଟେ, ପିତୃପୁରୁଷମାନେ ଏହି ଶ୍ରାଦ୍ଧ ପକ୍ଷରେ ତାଙ୍କ ପରିବାରମାନଙ୍କ ପାଖକୁ ଧରତୀକୁ ଆସିଥାନ୍ତି। ପିତୃପକ୍ଷରେ ମନୁଷ୍ୟ ରୂପରେ ବି ଆସନ୍ତି, ପକ୍ଷୀ ରୂପରେ ବି, କୌଣସି ବି ରୂପରେ ପିତୃଲୋକ ତାଙ୍କ ପରିବାରବର୍ଗକୁ ଆଶୀର୍ବାଦ ଦେବା ପାଇଁ ଧରତୀକୁ ଆସିଥାନ୍ତି। ପିତୃପକ୍ଷରେ ଗାଈ, ଗୋରୁ, କୁଆ, ଜୀବଜନ୍ତୁ ଯିଏ ବି ହେଉନା କାହିଁକି, କି ଗରିବଟେ ବି ହେଉ, ଯଦି ଘରକୁ ଆସି କି ଘର ଦାଣ୍ଡରେ ଠିଆ ହୋଇଥାଏ ତାକୁ ଘଉଡ଼ାଇବେ ନାହିଁ କି ତାକୁ ଅନାଦର ଅଣଦେଖା କରିବେ ନାହିଁ। ପିତୃପୁରୁଷ କୌଣସି ନା କୌଣସି ରୂପରେ ଆସିଥାନ୍ତି। ତାଙ୍କୁ ଅନୁଭବ କରିବେ ଆଉ ତାଙ୍କୁ ଭୋଜନ କରାଇ ଦାନ ଦକ୍ଷିଣା ଦେଇ
ତାଙ୍କ ମନକୁ ତୃପ୍ତ କରାଇବେ। ଏପରି କଲେ ପିତୃଲୋକ ପ୍ରସନ୍ନ ହୋଇଥାନ୍ତି। ପିତୃପୁରୁଷ ପିତୃପକ୍ଷରେ 15 ଦିନ ପର୍ଯ୍ୟନ୍ତ କୁଆର ରୂପରେ ଆସି ଅନ୍ନ ଗ୍ରହଣ କରିଥାନ୍ତି। କୌଣସି ନା ରୂପରେ ଆସିଥାନ୍ତି ଆଉ ପରିବାର ବର୍ଗଙ୍କୁ ଆଶୀର୍ବାଦ ଦେଇଥାନ୍ତି। ପରିବାରରେ ଯଦି ପିତୃଦୋଷ ଲାଗିଥାଏ ତାହେଲେ 15 ଦିନ ପର୍ଯ୍ୟନ୍ତ ନିଜ କୁଳଦେବତାଙ୍କୁ ପୂଜା କରନ୍ତୁ। ପିତୃପୁରୁଷଙ୍କୁ ଆବାହନ କରନ୍ତୁ। ଶ୍ରୀମଦ୍ ଭଗବତ ଗୀତା ପାଠ କରନ୍ତୁ। ପିତୃଙ୍କୁ ଭୋଜନ ଅର୍ପଣ କରନ୍ତୁ। ତାଙ୍କୁ ଫୁଲ ଧୂପ ଦୀପ ଦେଇ ଆବାହନ କରନ୍ତୁ। ମହାମୃତ୍ୟୁଞ୍ଜୟର ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ସନ୍ଧ୍ୟା ସମୟରେ ପିପଲ ଗଛ ତଳେ ଦୀପ ଜଳାନ୍ତୁ। ପିତୃଙ୍କୁ ପୁଣ୍ୟତିଥିରେ ଗରିବମାନଙ୍କୁ ଭୋଜନ କରାନ୍ତୁ। ଗରିବଙ୍କୁ ବସ୍ତ୍ର ଦାନ କରନ୍ତୁ। ପିତୃମାନଙ୍କର କବଚ ପାଠ କରନ୍ତୁ। ପିତୃଙ୍କର ନାମରେ ବୃକ୍ଷରୋପଣ କରନ୍ତୁ। ଏପରି କଲେ ଦେବାଦେବୀ ପିତୃଗଣ ସବୁ ପ୍ରସନ୍ନ ହୋଇ ପିତୃଦୋଷ ଦୂର ହୋଇଥାଏ। ପରିବାରରେ ପିତୃଦୋଷ କାହିଁକି ଲାଗିଥାଏ ତାର ଲକ୍ଷଣ କ'ଣ ଜାଣିବା। ପରିବାରରେ ଅଯଥା ଅର୍ଥ ଖର୍ଚ୍ଚ କରନ୍ତୁ ନାହିଁ। ପରିବାରରେ ସବୁବେଳେ ଝଗଡ଼ା ହେଉଥିଲେ ପିତୃଦୋଷ ଲାଗିଥାଏ। ଆପଣ ଯେତେ ଭଲ ହୋଇ ଇନକମ୍ କରନ୍ତୁ ନା କାହିଁକି, ପରିବାରକୁ ଯେତେ ସୁଖରେ ରଖନ୍ତୁ ନା କାହିଁକି, ଯଦି ପରିବାରରେ ଝଗଡ଼ା, ଅଧିକ ଖର୍ଚ୍ଚ, ଅନିୟମତା କଥା ସବୁ ଯଦି ପରିବାରରେ ହୁଏ, କଳି ଝଗଡ଼ା ହେଉଥାଏ ତାହେଲେ ପିତୃଦୋଷ ଲାଗିଥାଏ। ଏହାକୁ ଦୂର କରିବାକୁ ଚାହୁଁଥିଲେ ଅଧିକ ଅର୍ଥ ଖର୍ଚ୍ଚ କରନ୍ତୁ ନାହିଁ। ପରିବାରରେ କଳି ଝଗଡ଼ା ଲାଗନ୍ତୁ ନାହିଁ। ପରିବାରକୁ ଶାନ୍ତି ଶୃଙ୍ଖଳାରେ ରଖନ୍ତୁ। ଭଗବାନଙ୍କ ନାମ ନେଇ ପିତୃଗଣଙ୍କୁ ଆହ୍ୱାନ କରି ପୂଜା ବିଧି ସୁନ୍ଦର ଭାବରେ କରନ୍ତୁ। ପିତୃଦୋଷରୁ ମୁକ୍ତ ପାଇଯିବେ। ପିତୃଦୋଷ ଲାଗିଥିଲେ ପରିବାରରେ ପିତୃମାନଙ୍କର ଆଭାସ ହୋଇଥାଏ। ଘରେ କଲହ ଝଗଡ଼ା ହୋଇଥାଏ। ଘର ଅଶାନ୍ତି ହୋଇଥାଏ। ବିବାହ ସବୁ ବନ୍ଦ ହୋଇଯାଏ। ଘରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ। କିଛି କାମରେ ବି ମନ ନ ଲାଗିବା, ଦୁର୍ଘଟଣା ହେବା, ପରିବାରରେ ସବୁବେଳେ ଅଶାନ୍ତି ରହିବା, ଗମ୍ଭୀର ଭାବରେ ଯେତେ କାମ କଲେ ମଧ୍ୟ ମନରେ କଷ୍ଟ ପହଞ୍ଚୁଥିବ। ଅମାବାସ୍ୟା ଦିନରେ ପିପଲ ଗଛ ତଳେ କଞ୍ଚା କ୍ଷୀର ଆଉ କଦଳୀ ଫୁଲ ମିଶାଇ ଅର୍ପଣ କରନ୍ତୁ। ବ୍ରାହ୍ମଣମାନଙ୍କୁ ଡାକି ପିତୃପକ୍ଷରେ ତାଙ୍କୁ ଅନ୍ନଦାନ ବସ୍ତ୍ରଦାନ କରି ତାଙ୍କର ମନ ପ୍ରସନ୍ନ କରନ୍ତୁ। ପିତୃପକ୍ଷରେ ବ୍ରାହ୍ମଣଙ୍କୁ ଘରକୁ ଡାକି ଭୋଜନ କରାଇ ତାଙ୍କ ମନକୁ ପ୍ରସନ୍ନ କରନ୍ତୁ। ତାଙ୍କୁ 2ଟା କି 4ଟା ପୁଡ଼ି କି ଅନ୍ନଦାନ ବସ୍ତ୍ରଦାନ କଲେ ତାହା ବ୍ରାହ୍ମଣଙ୍କୁ ପେଟ ଭରି ନଥାଏ। ବ୍ରାହ୍ମଣକୁ ଯାହା ବି ଦାନ କରୁଛନ୍ତି ତାହା ଯଦି ମନ ଖୁସିରେ ଦାନ କରିବେ ତେବେ ଯାଇ ବ୍ରାହ୍ମଣଙ୍କ ମନ ପ୍ରସନ୍ନ ହୋଇଥାଏ। ବ୍ରାହ୍ମଣମାନଙ୍କୁ ଅନ୍ନ ଭୋଜନ ଦାନ କରିବା ସମୟରେ ଚିଡ଼ଚିଡ଼ାପଣ ହେଲେ କିଛି କାମ ଦେବନି। ପିତୃଦୋଷ କେବେ ବି କଟିବନି। ସେଥିପାଇଁ ବ୍ରାହ୍ମଣଙ୍କୁ, ଗରିବମାନଙ୍କୁ, ପଶୁ ପକ୍ଷୀ ଜୀବଜନ୍ତୁମାନଙ୍କୁ ଯେତେବେଳେ ବି ଭୋଜନ କରାନ୍ତୁ, ଦାନ କରନ୍ତୁ, ମନ ଖୁସିରେ ଦାନ କରିଲେ ଯାଇ ଆପଣ ସୁଖ ଶାନ୍ତି ଐଶ୍ୱର୍ଯ୍ୟ ଲାଭ କରିପାରିବେ। ପିତୃପକ୍ଷରେ ସୁନା ରୂପା କି ନୂଆ ଘର ନା ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ପିତୃପକ୍ଷରେ ସାମୂହିକ ଭୋଜନ, ଲେସୁନ ପିଆଜ ଏସବୁ ଖାଆନ୍ତୁ ନାହିଁ। ଆମିଷ ଖାଆନ୍ତୁ ନାହିଁ। ଏପରି କଲେ ପିତୃଗଣ ପ୍ରସନ୍ନ ହୋଇଥାନ୍ତି ଆଉ ନିଜ ପରିବାରକୁ ଆଶୀର୍ବାଦ ଦେଇ ପିତୃପକ୍ଷରେ ତାଙ୍କ ପୁରକୁ ଚାଲିଯାଆନ୍ତି। ପିତୃଲୋକ ଅଛନ୍ତି, ଆମକୁ ସେମାନେ ଦେଖାଯାଆନ୍ତି ନାହିଁ କିନ୍ତୁ ସେମାନେ ଆମକୁ ଦେଖୁଛନ୍ତି। କିନ୍ତୁ ଯେ ଯଦି ଶ୍ରଦ୍ଧା ଭକ୍ତି ବିଶ୍ୱାସରେ ପିତୃଗଣଙ୍କୁ ପୂଜା କରିବ ପିତୃପକ୍ଷରେ, ନିଶ୍ଚୟ ସେ ପିତୃପୁରୁଷଙ୍କର ଆଶୀର୍ବାଦ ଲାଭ କରିବ। ଯଦି ଆଜିର ଭିଡ଼ିଓ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରି ବେଲ୍ ଆଇକନ୍କୁ ଟଚ୍ କରନ୍ତୁ। ତାହେଲେ ରହୁଛି।
ଓಂ ସାଇରାମ, ଜୟ